ଗୋଟେ ଆଜି ଗୋଟେ ବସ୍ରେ ଯାଉଥିଲି, ଏତେ ଗହଳି ଥିଲା, ମାନେ ପାଦ ରଖିବା ପାଇଁ ଜାଗା ନଥିଲା। କିନ୍ତୁ ମୋବାଇଲରେ ଏତେ ଲୋକ ଆଡ଼ିକ୍ଟ ହେଇଯାଇଛନ୍ତି, ସେ କେତେ କଷ୍ଟରେ ସେ ମୋବାଇଲଟା ପକେଟରୁ କାଢ଼ିକି ୟୁଟ୍ୟୁବ୍ ଚଲେଇଛି। କହିଲି ଭାଇ ଟିକେ ଆରାମସେ ସମସ୍ତେ ଯାଆନ୍ତୁ ପରେ। ତମର କ'ଣ ଗଲା ଏଥିରେ? ମୁଁ ତ ଦେଖୁଛି, ଆଉ ସେ କ'ଣ ଦେଖୁଛି ନା, ସେ ଯେଉଁ ଆଇଟମ୍ ସଙ୍ଗ୍ ଦେଖୁଛି। ଉଲଗ୍ନ ଅବସ୍ଥାରେ ଯେଉଁ ନାଚୁଛନ୍ତି ସେଇଟା ଦେଖୁଛି ସମସ୍ତେ, ବୁଢ଼ା ବୁଢ଼ୀ ବାପା ମାଆ ପାଖରେ ଥିଲେ। ନ୍ୟୁଜ୍ ହେଲେ ଦେଖନ୍ତେ, କାହିଁକିନା ଆଜିକାଲି ବୁଢ଼ା ବୁଢ଼ୀ ବାପା ମାଆ ତ ସେଇଟା ପସନ୍ଦ ନୁହଁ ନା, ନ୍ୟୁଜ୍ ହେଲେ ସେମାନେ ଶୁଣନ୍ତି। ତାଙ୍କ ଆଗରେ ସେ ଯେଉଁ ଜୁଳିଆ ଜନ୍ଦା କ'ଣ ଗୀତ ଯାକ ବାହାରିଛି ସେ ଦେଖୁଛି। କ'ଣ ଆଉ କହିବି ମୁଁ ତାଙ୍କୁ କହିଲି, ଆଉ ନୂଆ ମୋବାଇଲ ନା କ'ଣ କହିଲେ? ହଁ ନୂଆ ମୋବାଇଲ। ସେଇଥିପାଇଁ ମୁଁ କହିଦେଲି, ଆଉ କିଛି କରିହେବନି। ଯେଉଁମାନେ ନୂଆ ମୋବାଇଲ ପାଇଛନ୍ତି ମାସେଟେ ଯାଏଁ ଖାଲି ଘାଣ୍ଟିବେ ଆକା। ଡାଟା ନଥିଲେ ମୋ ସାଙ୍ଗକୁ କହିଦେବେ, ତାଙ୍କ ପାଖରେ ଚକୋଲେଟ୍ ଚକୋଲେଟ୍ ଘରୁ ନେବା ପାଇଁ କିଛି, ତା ଭାଇ ଭଉଣୀମାନେ ନେବା ପାଇଁ ଟଙ୍କା ନଥିବ, କିନ୍ତୁ ଏଇ ଡାଟା ପକାଇବାକୁ ସେ ସାଙ୍ଗର ସାଙ୍ଗକୁ ବି ସାଙ୍ଗ ବନେଇ ଦେଇପାରେ। ଏମିତି ଚାଲିଛି ବର୍ତ୍ତମାନ। ଆଉ ଦେଖିବେ 99% ଲୋକ ଆମର ମାର୍କେଟ ଖାଲି ମୋବାଇଲରେ ସବୁ। ଏପଟେ ତାର ସ୍ୱାମୀ ସ୍ତ୍ରୀ ଯାଉଥିବେ, ସ୍ୱାମୀ ମୋବାଇଲ ସ୍ତ୍ରୀ ମୋବାଇଲ, ମଝିରେ ପିଲାଟା ମାମା ବାବା ହେଉଥିବ। ଚାଲିଛି ନା କିଛି ନାହିଁ। ତ ଗୋଟେ ଷ୍ଟୋରିଟା ଦେଖିଲି ନା, କହିଲି। ତେଣୁ ଏସବୁଠୁ ଦୂରରେ ରହିକି ଆପଣମାନେ ଟିକେ ମାନେ ଡିଷ୍ଟାନ୍ସ ମେଣ୍ଟେନ୍ କରନ୍ତୁ ମୋବାଇଲଠୁ। ସେତିକି କଲେ ଆଇ ହୋପ୍ ଟିକେ ଭଲ ଲାଗିବ। ଆଉ ନହେଲେ କିଛି ନାହିଁ, ମୋବାଇଲ ତ ଅଛି, ଡାଟା ଅଛି, କିଛି ନାହିଁ। ନିଜ ମୋବାଇଲ, ନିଜ ଡାଟା, ନିଜ ଟାଇମ୍ ୱେଷ୍ଟ କରିଦିଅ। ଥ୍ୟାଙ୍କ ୟୁ, ବାଏ।